ଆଉ 10 ମିନିଟ୍ ମାତ୍ର ରହିଲା କି 15 ମିନିଟ୍ ଆମେ 9ଟା 15 ଯାଏଁ ନେଇପାରି ହବ। କେତେ ଗୁଡେ ତୁମର ଲାଇଫର ଭାବନାର ସିକ୍ରେଟ ଜିନିଷ କହୁଛି। 10 ମିନିଟ୍ ଭିତରେ ତୁମ ଲାଇଫରେ ମାନେ ଭାବନାର ସିକ୍ରେଟ ଜିନିଷ, ଭାବନାର ସିକ୍ରେଟ ଜିନିଷ କଣ? ଆମେ ତ ଭାବନା କରୁଛୁ, ସକାଳୁ ଉଠୁଛୁ, ସନ୍ଧ୍ୟା ଯାକେ ଯାଉଛୁ, ଖାଉଛୁ, ପିଉଛୁ, ବୁଲୁଛୁ, ସାଧନ କରୁଛୁ, ସୋଲା ମଟର ଖାଉଛୁ, ବିରିୟାନୀ ଚିକେନ ଖାଉଛୁ, ଆଳୁ ପିଆଜ ଖାଉଛୁ, ତରକାରୀ ଡାଲି ଭାତ ଯାହା ମିଳୁଛି ଖାଉଛୁ, ଚାଲିଛୁ। ଆଉ କଣ ସିକ୍ରେଟ ଅଛି? ଖାଦ୍ୟରେ କଣ ସିକ୍ରେଟ ଅଛି? ଚାଲିବାରେ କଣ ସିକ୍ରେଟ ଅଛି? ଶୋଇବାରେ କଣ ସିକ୍ରେଟ ଅଛି? ସାଧନ କରିବାରେ କଣ ସିକ୍ରେଟ ଜିନିଷ ଅଛି? ଏ ତ ଆମେ ଆଜ ୟୁଜୁଆଲ କରୁଛେ, କରିବା, ଆଜ ୟୁଜୁଆଲ କରୁଛେ, କରିବା। ଗୋଟେ ବଡ ସିକ୍ରେଟ ହଉଛି ଭାବନା, ଭାବନା ରହସ୍ୟ, ଯେ ଯୋଉମାନେ କୁଇକ୍ ରିଟର୍ନ ମାନେ ଖୁବ ଶୀଘ୍ର ସମାଧି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଭାବନାକୁ ପରିବର୍ତ୍ତନ କରନ୍ତି। ଭାବନାରେ ସମାଧି ଅଛି, ସାଧନାରେ ସମାଧି ନାହିଁ। କହିବେ ଯେ ସାଧନ କରିବେନି ତ ସମାଧି କେମିତି ହବ? ଆରେ ଭାବନା ହେଲେ ସିନା ସାଧନ ହବ। ବିନା ଭାବନାରେ ସାଧନ ହେଇନି, କେବେ ବି ହେଇନି। ଭାବନା କଣ କରିବେ? ସିକ୍ରେଟ ନୋଟ କରନ୍ତୁ, ଏଇଟା ପୁରା ନୋଟ କରି ରଖନ୍ତୁ, ରେଡ ଲାଇନରେ ନାଲିଗାରେ ପକେଇ ଲେଖିବେ, ରଖିବେ, ଲେଖିବେ, ରଖିବେ। ଗୋଟେ ବଡ ସିକ୍ରେଟ କଥା କହୁଛି, ମନେ ରଖନ୍ତୁ। ବହୁତ ସିକ୍ରେଟ ଜିନିଷ, ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। କାରଣ ଆମେ ସର୍ଟରେ ଆଲୋଚନା କରୁଛେ, ମୁଁ ସିଆଡୁ ଗଲିନି, ସବୁଆଡୁ ମାନେ କହିବାକୁ ମତେ ଠିକ ଲାଗୁଛି। ଏଇଟା ସବଜେକ୍ଟ ନହେଲେ ବି ଗୋଟେ ଇମ୍ପୋର୍ଟାଣ୍ଟ ସତ୍ସଙ୍ଗ, ମନେ ରଖନ୍ତୁ। କୁଇକ୍ ଯଦି ସମାଧି ହବାକୁ ଚାହୁଁଛନ୍ତି, ତୁମେ ଗୋଟିଏ ପ୍ଲେସମେଣ୍ଟ କରନ୍ତୁ, ଗୋଟିଏ ପ୍ଲେସମେଣ୍ଟ। କଣ ପ୍ଲେସମେଣ୍ଟ? ନା ମୁଁ ସମାଧି ହେବି। ସବୁ ଯାକ ଭାବନାକୁ ପରିବର୍ତ୍ତନ କରିଦିଅନ୍ତୁ, କାଟି ଦିଅନ୍ତୁ, ଯାହା ଯାହା ସବୁ ଅଛି କାଟି ଦିଅନ୍ତୁ। କାଟିଦେବା ଅର୍ଥ ନୁହେଁ ଯେ ଚାକିରି ଯିଏ କରିଛୁ କହ ମୁଁ ଆଉ ଚାକିରିକି ଯିବିନି, ଯିଏ ଆଳୁ ପନିପରିବା ଲଗେଇଛି କହ ନାଇଁ ମୁଁ ଆଉ କ୍ଷେତକୁ ଯିବିନି, ମୁଁ ଗୋଟେ ଟାର୍ଗେଟ ସ୍ଥିର କରିଦେଲି, ଏଇଟା ହିଁ କରିବି। ଆକ୍ସିଲରେଟ କରନ୍ତୁ ସେ ଭାବନାକୁ। କଣ ନା ଟାର୍ଗେଟ ଫିକ୍ସ କରନ୍ତୁ, ମୁଁ ସମାଧି ହେବି। ତେଣୁ ଯେତେ ପ୍ରକାର ଭାବନା ଆସୁଛି ଦିନଚର୍ଯ୍ୟାରେ, ସେଇଥିରେ ବାରମ୍ବାର ସେଇ ଭାବନାକୁ ଆଣି ଥୁଅନ୍ତୁ। ବୁଝନ୍ତୁ କଥା ଭଲ ଭାବରେ, ବାରମ୍ବାର ସେଇ ଭାବନାକୁ ଆଣି ଥୁଅନ୍ତୁ, ଗୋଟେ ପରେ ଗୋଟେ। ଧର ଉଦାହରଣ ଦଉଛି, ଧରାଯାଉ ଖାଇବାକୁ ଇଚ୍ଛା ହେଲା, ଖାଇବ, ଆରାମରେ ଖାଇନିଅ। ଖାଇବା ପରେ କଣ କରିବ? ଖାଇସାରିଲ, ତାପରେ ତ ଭାବନା ଆଣିବ ନା। ବିନା ଭାବନାରେ ତ କିଛି ତମ ଗାଡି ଚାଲିବନି। ଖାଇଲା ପରେ ଭାବନା କରନ୍ତୁ ଯେ ମତେ ଆଜି ସାଧନରେ ଖୁବ ଜୋର ସାଧନରେ ମତେ ପହଞ୍ଚିବାକୁ ପଡିବ, ଏବଂ ଯୋଉ କଣ୍ଡିସନ ରଖିଛି, ଯୋଉ ସଂକଳ୍ପ ରଖିଛି, ତାକୁ ମୁଁ ସେଇ ସାଧନଟା ଠିକ ହବା ଦରକାର। ସେଇ ସାଧନଟା ତ୍ୱରାନ୍ୱିତ ହବା ଦରକାର। ମୁଁ କେମିତି ସେ ସାଧନ କରିକିରି ହୁଏତ ଆଜି ସମାଧି ହେଇପାରେ, ଖାଇସାରିଲା ପରେ ଭାବନା କରିବ, ପୁଣି ଖାଇକି ଶୋଇପଡ଼ିଲ,
कि जन तो अच्छा बॉडी रेस्ट में शोई पड़ो शोई पड़ो ठीक है शोला पर भावना आस कौन कर भेट कर ये जो क्या भेट करवा एटा रहा ठीक अच्छे मुझे भेट करी किंतु से पूरा मन भीतर संकल्प कर मुझे साधन केमती बस आज साधन केमती बसिक मो साधना को बहुत एकाग्रतार कर मन देकरी करी गोटे पॉइंट मन देकरी करी एकाग्रतार कर संकल्प जो रखिए देख से संकल्प गोटे सूत्र से संकल्पटा तुम प्रभाव पड़ा साधन जो साधन कर प्रभाव पड़ो ऑटोमेटिक मन एकाग्रता हो ऑटोमेटिक मन मन देकरी पड़ो माने मन दे ऑटोमेटिक मनटा रही चक्र भीतर ये कंटिन्यू कर आज कर काली कर परदिन कर कंटिन्यू पूरा भावना कंटिन्यू मो संध्या बेले जो संध्या कर संध्या बेले हो रात जो मैंने कर राति हो मुझे समय केमती एटा को माने खूब शीघ्र पहुंचे भावना संयोजित करते भावना ना हम मुझे साधन करी जुआड़े गले सबुजाक पृथ्वी सारा जिते तुम कार्यक्रम अच्छी सबुजाक पोस्टपोन पोस्टपोन माने नुहे जी जाइए भावना कर सन्धार केत फेर रात साधन कमी साधन करी गोटे लक्ष्य मु साधन करी समाधिस्थ मु साधन करी समाधिस्थ जुआड़े जाऊँ जहाँ कर कृषि काम कर गहम पानी दौरान से भावना करेंगे केमती संध्या हम मुझे ये भावना ता भर मिशांत जो कम कर कम सहित ये भावना को मिसई दिखते बुझे खाली क्या साथ गप करते खाली गाड़ी चलाउले ये भावना आणु नथिले छतिया जाइछनी चंडीखोल जाइछनी बा कटक जाइछनी पुरी जुआड़े जाइछनी ये भावना केबे आनी नथिबे जे मु फेरिबी साधन करी ये भावना को ऐड करंतु जुआड़े जाउछन हेटे ऐड करंतु मिसेज जन बुझन के कथा जदी क्लियर न होचे मते पचारिबे एटा गोटे सिक्रेट जिनस बहुत सिक्रेट जिनस तुम्हें केवल तुम भावना को मिसई दिखती जो कम कर कम को आड कर मुझे साधन कर देखिए से जो टाइम टा तुमको बहुत अलर्ट कर सपोर्ट कर एनर्जी सेटिंग नब प्रकृति सहयोग कर जदि इच्छा अच्छे समाधि हाँपाई ताले ये गोटे बड़ बड़ सीढ़ी है खूब शीघ्र उठी पार जदि तुम्हें ये साधन किसी दिन कल है गला आउ कहीं करी गला साप खाइला जो सीढ़ी 55 जाए जाइल सी तुम नहीं आस 20 पर्यंत बैग साप खाईद 20 केबे नेगेटिव एटीट्यूड रखिब नाही केबे मु जे एई संकल्प रु ओहरी जीवी केबे करिव ना से भावना मध्य आनंद जतले एई भावना करिवे से भावना आनिबे केबे मु संकल्प रु ओहरी भी नाही मते एट एनी रेट सेट पहुंचे रुटी बेलु बेलु जो स्त्री लोक माने साधन करूछन रुटी बेलु बेलु बा गोल करुचन जोड़ा बेलिबा रुटी दलिबा ता सहित भावना ऐड हम अरे मत तो मु रुटी कर ठीक है किंतु मत रात 3 उठे पड़े साधन कर रुटी दलिबा सहित जो भावना अच्छे जन जन रुटी दलुवे मोबाइल टा ऑन कर देते शॉर्ट वीडियो देखुते शॉर्ट वीडियो न देखी ये सारा विश्व ब्रह्मांड को देखा वीडियो यहाँ गोटे भावना भावना करंतु
ଖୁବ୍ ଶୀଘ୍ର ପଳେଇବ। ଛାଡ଼ନ୍ତୁ ନାହିଁ, ଏଇ ଯୋଉ ଦୌଡ଼ିକି ପୁରା ମୁଠିକି ଧରିବେ, ଜମା ଛାଡ଼ିବେନି। କଟିଯାଉ, ମାସେ ଯାଉ, 15 ଦିନ ଯାଉ, 2 ମାସ ଯାଉ, କାହିଁକିନା କାହାର କୋଉ ସଂସ୍କାର ଅଛି ଜଣା ନାହିଁ ନା, କାହାକୁ କେତେ ଲିଫ୍ଟ ମିଳିବ, କାହାର ଯଦି କେତେ, କାହାର ଯଦି ଅଖଣ୍ଡ, କାହାର ଯଦି ଖଣ୍ଡ ଖଣ୍ଡ, ସେ ଅନୁସାରେ ପ୍ରକୃତି ତମକୁ ସହଯୋଗ କରିବେ ନା। ଗୁରୁ ସହଯୋଗ କରିବେ, ପ୍ରକୃତି ସହଯୋଗ କରିବ, ସାଇ ପଡ଼ିଶା ସମସ୍ତେ ଆସି ନତମସ୍ତକ ହେବେ ତୁମ ପାଖରେ, ଯଦି ତୁମେ ସଂକଳ୍ପ, ଯଦି ତୁମେ ଆତ୍ମ ରୂପକୁ ଧାରଣ କରିବାକୁ ଚାହୁଁଛ। ଆଉ ତୁମେ ତ ଏ ଶରୀର ରୂପକୁ ଧରି ନାଚିଲେ କଣ ହବ? ଶରୀର ରୂପକୁ ନ ଧରିକିରି ଆତ୍ମ ରୂପରେ ପରିଣତ ହେବା ପାଇଁ ପୁରା କଳ୍ପନା କର। ଏଇଟା ଗୋଟେ ସିକ୍ରେଟ ପଏଣ୍ଟ। ଆଉ ଗୋଟେ ସିକ୍ରେଟ ପଏଣ୍ଟ ହଉଛି କଣ? ଆଉ ସମ୍ମତ ନାହିଁ, କଣ କରିବା? ଆଉ ଗୋଟେ ସିକ୍ରେଟ ପଏଣ୍ଟ ହଉଛି ତୁମ ଶରୀରକୁ ଭାବନାରେ ପରିବର୍ତ୍ତନ କର। କଣ ଭାବନାରେ ପରିବର୍ତ୍ତନ କରିବ? ତୁମେ ତ ଦେଖୁଛ ମୋର 32ଟା ଦାନ୍ତ ଅଛି, 2ଟା ହାତ ଅଛି, ଗୋଡ଼ ଅଛି, ପେଟ ଅଛି, ଚୁଟି ଅଛି, କାନ ଅଛି, ନାକ ଅଛି, ଆଖି ଅଛି, ସବୁ ଅଛି, ହାର୍ଟ ଅଛି, ବେଲି ଅଛି, ଚେଷ୍ଟ ସବୁ ଅଛି। କଣ ପରିବର୍ତ୍ତନ ଭାବନା କରିବ? ଏ ଶରୀରକୁ ପୁରା କାଟି ଦିଅନ୍ତୁ। ପୁରା କାଟିବା ମାନେ ନୁହେଁ ଛୁରୀ ଆଣି କାଟିଦେବେ, କାଟି ଦିଅନ୍ତୁ ମାନେ ମନ ଲିଭେଇ ଦେଇକିରି ତା ଭିତରେ ଯୋଉ ଶୂନ୍ୟ ସତ୍ତା ଅଛି, ସେ ଶୂନ୍ୟ ସତ୍ତାର କଳ୍ପନା କର। ହାଉ ଇଟ୍ ଇଜ୍, ଏଇଟା କେମିତି ଦେଖିବାକୁ, ଆର କାର୍ଯ୍ୟକ୍ରମ କଣ, ଏ କୋଉଠି ରହିଛି, କଣ କରୁଛି, ତା ରୂପରେଖ କଣ, ଶୂନ୍ୟ କଣ? ଶୂନ୍ୟରେ ତ କିଛି ନାହିଁ, ଶୂନ୍ୟ ତ କିଛି ନାହିଁ। ଭାବନା ଆଣନ୍ତୁ ଶୂନ୍ୟରେ ଅଛି କି ନାହିଁ, ଶୂନ୍ୟ ସ୍ୱରୂପ ହେଇକିରି ବସିଛି। ପୁରା ଶରୀର କାଟିଦେବେ, କାଟିଦେବା ମାନେ ଶରୀର ଭିତରେ ଯୋଉଟା ସେଇଟାକୁ କଳ୍ପନା କରିବେ। ଶରୀର ରହିଛି କିଛି ନାହିଁ, ଶରୀରର କଳ୍ପନା କରି ନ କରିକି ତା ଭିତର ସତ୍ତାକୁ କଳ୍ପନା କରିବ। ଜିରୋ ବା ଶୂନ୍ୟ ଇଜ ଇକ୍ୱାଲ ଟୁ ଆତ୍ମା। ଶୂନ୍ୟତା ଆତ୍ମା ହେଇଯିବ। ଏମିତି କଳ୍ପନା କରୁ କରୁ ତୁମର ଶରୀରଟା ପରିବର୍ତ୍ତନ ହବ, ଆସ୍ତେ ଆସ୍ତେ ଶରୀର ପରିବର୍ତ୍ତନ ହେଇଯିବ କଳ୍ପନା କରୁ କରୁ। କାରଣ ତୁମେ ଶରୀର ବୋଧରେ ଥିଲ, ଶରୀରକୁ କଳ୍ପନା କରୁଥିଲ, ଏଇଟା ମୋର ଶରୀର, ନଖ କାଟିବି, ଚୁଟି କାଟିବି, ନାକରେ ଶହ ଶହ ନିଶ୍ୱାସ ନଉଛି, କିଏ ଘୁଙ୍ଗୁଡ଼ି ମାରୁଛି, କିଏ ଖାଇକି ପେଟରେ ଆଉଁସି ଦଉଛି, ଲାଟ୍ରିନ୍ ସଫା ହେଲାନି କହୁଛି, ବେଳେ ବେଳେ ଖାଦ୍ୟ ଆଜି ଟେଷ୍ଟ ଲାଗିଲା। ଏ ଶରୀରର କାମ। ଶରୀରକୁ କଳ୍ପନା କରି ଏଇସବୁ ଭାବନା ଆସିବ, ଆସିବ ହିଁ ଆସିବ, କିନ୍ତୁ ତୁମେ ବେଳେ ବେଳେ କନଭର୍ଟ କରନ୍ତୁ, ଶୂନ୍ୟକୁ କନଭର୍ଟ କରନ୍ତୁ, ଶରୀର ଭିତରକୁ ପଶିକିରି ଶୂନ୍ୟର କଳ୍ପନା କରନ୍ତୁ। ଯେତେବେଳେ କଳ୍ପନା କରିବେ ଜାଣିବ, ସେଇଠି ଯୋଉ ଗୋଟେ ଟପିକ ଛାଡ଼ି ନଥିଲି, ଆତ୍ମାର ସ୍ମରଣ ମାତ୍ରେ, ଇଏ ଗୋଟେ ଆତ୍ମାର ସ୍ମରଣ ମାତ୍ରେ ହିଁ ତୁମକୁ ଇଫେକ୍ଟିଭ ଦେବ, ଜବରଦସ୍ତ ଇଫେକ୍ଟିଭ ଦେବ। ହଉ, ଆଜି ସମୟ ନାହିଁ, କଣ କରିବା, କାଲି ନହେଲେ ଆଗ ଯଦି ରିପିଟ୍ କରିବା ଚାହୁଁଛନ୍ତି, ଆହୁରି ଭଲ ଭଲ ପଏଣ୍ଟ ଅଛି, ଆସିଲାଣି ଯଦି ଏ ଟପିକ ଉପରକୁ ଆମେ ଯିବା, ଯାଇପାରିବା, ବହୁତ ସିକ୍ରେଟ କଥା। ଏବେ କୁହନ୍ତୁ, ଅଳ୍ପ ସମୟ 2-3 ମିନିଟ୍ ଭିତରେ। ହଁ, ପ୍ରଣାମ। ଆଜିର ସତ୍ସଙ୍ଗ ବହୁତ ମାନେ ଅଳ୍ପ ସମୟ ହେଲେ ବି ବହୁତ ଭଲ ଲାଗେ, ଆଉ କାଲି ଏଇଟା ରିପିଟ୍ କଲେ ଭଲ। ଠିକ ଅଛି, ଧନ୍ୟବାଦ। ଠିକ ଅଛି, କାଲି ପୁଣି ସାକ୍ଷାତ କରିବା ଶୁଭ ସକାଳରେ 10:35 ଠିକ ମୁଁ କାଲି ସମୟ ଦେବି, କିଛି ଅସୁବିଧା ନାହିଁ। ଖୁବ୍ ଜୋରେ ଆମେ ସତ୍ସଙ୍ଗରେ ସାମିଲ ହେଇପାରିବା, ମନ ପ୍ରାଣ ଦେଇକି ସମୟ ଆସନ୍ତୁ କାଲି ଆମେ ଆରମ୍ଭ କରିବା। ପୁଣି ଯଦି ହବ ଏଇଟାକୁ ଆଲୋଚନା କରିବା, ନହେଲେ କ'ଣ କୁଆଡ଼େ ଯିବା।
ହଉ ସମସ୍ତଙ୍କୁ ଧନ୍ୟବାଦ ଜୟଜୀବ। ମୁଁ ଭାବୁଛି ଖଣ୍ଡିଆ ହେଲା ଭଳିଆ ରହିଗଲା, ବହୁତ କଥା କହିବାର ଥିଲା, ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆଜି କହୁଥିଲି, କାହିଁ ମନକୁ ଆସିଲା। ହଉ ସମସ୍ତଙ୍କୁ ଧନ୍ୟବାଦ ଜୟଜୀବ। ଜୟଜୀବ ଗୁରୁଜୀ ପ୍ରଣାମ।